କରିଛନ୍ତି। ଯଦି ନ ଇଏ କଲେ ମୁଁ ଏଠି ସୁସାଇଡ୍ କଲି ତାଙ୍କ ଘର ଆଗେ। ତମେ ଆଙ୍କ ପାଖକୁ ଆସିବା ଆଗରୁ ଆଉ ଗୋଟେ ବାହା ହେଇଥିଲେ ପରା? ବେଦିରେ ବେଦିରେ ହଁ ବାହା ହେଇଥିଲି। କୋଉ ଗାଁ କଣ? ସୋଡକରେ ବାହା ହେଇଥିଲି, ଅରୁଣ ବେହେରା। ମାମୁଲି ବେଦିରେ? ହଁ ବେଦିରେ ବାହା ହେଇଥିଲି। ଆକୁ ଭଲ ପାଇଲ କିନ୍ତୁ କୋଉଠି? ଗୋଟେ ଦିନ ଆଙ୍କ ଘରୁ ମହାପୁରୁ ରଖିଛନ୍ତି, ଆଙ୍କର ଆସିଥିଲି। କି ମହାପୁରୁ? ନିଦ୍ରାବତୀ ମହାପୁରୁ ରଖିଛନ୍ତି। ଆଚ୍ଛା ଆଚ୍ଛା, ଓ ନିଦ୍ରାବତୀ ମହାପୁରୁକୁ ଆସିବାକୁ ଦେଖା କରି ତମ କି ମହାପୁରୁ ରଖିଛନ୍ତି କଣ? ନିଦ୍ରାବତୀ ମହାପୁରୁ ରଖିଛନ୍ତି। ତାପରେ ଆଇଲା ପରେ ତାଙ୍କ ମାଆଠୁ ନମ୍ବରଟା ନେଇଥିଲି। ତାର ପୁଅର? ହଁ ନେଲା ପରେ ତାଙ୍କ ମା ଏମିତି କଥାବାର୍ତ୍ତା ହେଇକିରି ତାଙ୍କ ପୁଅ ନମ୍ବର ନେଇକିରି ମତେ କଲ୍ କଲେ। ତାପରେ କଲା ପରେ କହିଲେ କି ତମେ ବହୁତ ସୁନ୍ଦର ଦେଖାଯାଉଛ, ଏମିତି ହଉଛି। କଣ କହିଲେ? ବହୁତ ସୁନ୍ଦର ଦେଖାଯାଉଛ, ତମେ ମୋ ସାଙ୍ଗରେ ସମ୍ପର୍କ ରଖ, ଏମିତି ମୁଁ ତମକୁ ମ୍ୟାରେଜ କରି ତମ ଅଣ୍ଡରରେ ଛାଡ଼ି ଦେଇଛନ୍ତି, ସବୁ ଏମିତି କହିଲେ ମତେ। କହିଲା ପରେ ମୁଁ ବି କଥା ହେଲି। ହେଲା ପରେ କହିଲେ କି ମୋ ଭାଇ ହେରା କିଏ ବାହା କରୁନାହାନ୍ତି ମତେ, ଆଉ ଆସେ ତୋର ମୋର ପଳେଇଯା। ତାଙ୍କ ମା ବି ନିଜେ କହିଲେ ମୁଁ ପଇସା ଦେଇ ଆଉ ତାଙ୍କ ମା ବି କହିଲେ ନିଜେ 10,000 ଟଙ୍କା ମୁଁ ଦଉଛି, ଆଉ ତମେ ଯ ହରି ସୁରତ। କହିବାରୁ ମୁଁ ତାଙ୍କ ଘରକୁ ବି ଆସିଲି, ଗୋଟେ ରାତି ରହିଲି, ଏଇଠୁ ବି ଯାଇଛି ଆଙ୍କ ଘରୁ ଆଗ ମୁଁ ଯାଇଛି। ତାପରେ ଗଲା ପରେ କଣ ସବୁ କହିଚାଲ? ଗଲା ପରେ ଆମେ ଗୋଟେ ରୁମ୍ ଆଙ୍କ ଗାଁର ଆଗ ଗୋଟେ ପିଲାଟା ପାଖରେ ରହିଲୁ, ମାନେ ଗୌଡ଼ ପିଲାଟା ପାଖରେ, ଆଙ୍କ ଗାଁର ଏ ସାଇରି ଆଗ ପିଲାଟା ପାଖରେ ନେଇକି ରଖିଲେ। ସୁରତରେ ନେଇକିରି ରଖିଲା ପରେ ସେ ପିଲା କଣ କଲା, ଆମ ପାଇଁ ରୁମ୍ ଆଣିଦେଲା। ରୁମ୍ ଆଣିକିରି ଆମେ ରହିଲୁ 2 ବର୍ଷ। 2 ବର୍ଷ ରହିଲା ପରେ ଆମର ଗୋଟେ ପୁତ୍ର ସନ୍ତାନ ବି ହେଲା ପରେ ତାଙ୍କ ସେ ପିଲାଟାକୁ ବି ଇଏ କରିଦେଲେ, ହେଲା କି ମାରିଦେଲା ପରେ କହିଲେ କି ଆଙ୍କ ମା ଫୋନ କରି କହିଲେ କି ଆଉ ଆସେ କୋର୍ଟ ମ୍ୟାରେଜ କରିକିରି ଜୁହେରି। ତାଙ୍କ ବାପା ମା ତାଙ୍କ ବଡ ଭଉଣୀ ଡାକିଲାଗରୁ ଆମେ ଆସିଲୁ। ଆଇଲା ପରେ କହିଲେ କି ତୁ ଏଠି ବସିଥା ବୁଢା ଆମ୍ବ ଛକରେ, ଆଉ ମୁଁ ଯାଇକିରି ଆସୁଛି ଘରୁ, ଗାଡି ଧରି ଆସିଲେ ଯିବା କହିକିରି ଆସିଛି। ମୁଁ ଆଇଲା ପରେ ମୁଁ କଲ୍ କଲି, ତାଙ୍କ ଘରକୁ ବି କଲ୍ କରିଥିଲି। ମୁଁ କହିଲି ମା ତମ ପୁଅ କୁଆଡେ ଗଲେ, ଆଉ କାହିଁ ମତେ ଏତେ ବସେଇକି ଯାଇଛନ୍ତି। କହିଲେ ତୁ ଯୁଆଡେ ଯାଉଛୁ ଯା, ଆମେ ତୋ କଥା ବୁଝିପାରୁ।